ଏବେ ଆସିଗଲା ଶ୍ରାବଣ ମାସ। ଶ୍ରାବଣ ମାସରେ ବହୁତ ଲୋକ ଆଇଁଷ ଖାଇବେନି, ତା ଛଡ଼ା ପିଆଜ ରସୁଣ ବି ଖାଇବେନି। ମୁଁ ଆଜି ସେଥିପାଇଁ ନେଇକି ଆସିଛି ପତ୍ରକୋବି ବା ବନ୍ଧାକୋବି ଦେହରେ ବିନା ପିଆଜ ରସୁଣରେ ତିଆରି। ଏବେ କ'ଣ କରିବା, ଗୋଟେ ବନ୍ଧାକୋବି ଛୋଟ ମିଡ଼ିୟମ୍ ସାଇଜ୍ର ନେଇଯାଇଛି। ତା'ର ନାଡ଼ଟାକୁ ଆମେ ଏବେ କାଟିଦେବା। ନାଡ଼ଟା ପକାଇବା, କିନ୍ତୁ ଆଗ ନାଡ଼ଟାକୁ କାଟିଦେବା। କାଟି ସାରିଲା ପରେ କ'ଣ କରିବେ ନା, କୋବି ଗୁଡ଼ାକ ପୁରା ସାଇଜ୍ କରି ଚୁନ ଚୁନ କରିକି ଭଲସେ କାଟି ନେବା। ନାଡ଼ ଗୁଡ଼ାକ କ'ଣ କରିବେ ନା ରଖିଥିବେ, ତା ଦେହରେ ତାକୁ ଚୋପା ଛଡ଼େଇକି ତାର ଭିତର ଯେଉଁ ନରମ ଅଂଶଟାକୁ ପକାଇବେ, ସେଟା ତରକାରୀ ପକାଇଲେ ଭାରି ଟେଷ୍ଟ ଲାଗେ। ଏବେ ମୁଁ କ'ଣ କରିଛି, ଛୁରୀ ସାହାଯ୍ୟରେ ସରୁ ସରୁକି ପୁରା କାଟି ନେଇଛି। ଆପଣମାନେ ସେମିତି ସରୁ ସରୁକି କାଟିଦେବେ। ଏଇଟା ଭାରି ବଢ଼ିଆ କଅଁଳିଆ କୋବି ଥିଲା। ମୁଁ ଏବେ ମାନେ 70% ପତ୍ରକୋବି କାଟି ଦେଇଛି, ଆଉ ଅଳ୍ପ ଖଣ୍ଡେ ରଖିଦେଇଛି। ବାକି ତକ ରଖିଦେଇଛି। ୟାକୁ ଆମେ ଧୋଇକି ଏବେ ନେଇଯିବା। ଯିବା ଏବେ ନେକ୍ସଟ ଷ୍ଟେପ୍କୁ। ଗାଜର 2ଟା, ଗୋଟେ ବଡ଼ ଆଳୁ, ଏବେ ଗ୍ରୀନ୍ ମଟର 1 କପ୍ ମୁଁ ନେଇଯାଇଛି କୋବିରେ ପକାଇବା ପାଇଁ। ତା ବାଦେ କ'ଣ କରିଛି, ଏବେ କରେଇ ବସାଇ ଦେଇଛି। କରେଇରେ 2 ଚାମଚ ଦେଇଦେଇଛି ବଡ଼ ତେଲ, ଜିରା ଚାମଚ ପକାଇ ଦେଇଛି। ଶୁଖିଲା ଲଙ୍କା ନ ପକାଇକି ମୁଁ କଞ୍ଚା ଲଙ୍କା 4ଟା ପକାଇ ଦେଇଛି। କଞ୍ଚା ଲଙ୍କା ପକାଇଲେ ଟିକେ ତରକାରୀ ବାସ୍ନା ହେବ, ଟେଷ୍ଟ ହେବ, ଟିକେ ରାଗ ରାଗ ଲାଗିବ। ୟା ପରେ କ'ଣ କରିଛି, ମୁଁ ଜିରାଟା ଟିକେ ଭଲସେ ଫୁଟି ଆସିଲା ବେଳକୁ ମୁଁ ଆଞ୍ଚଟାକୁ ସିମ୍ କରିନେଲି। ସିମ୍ କରିକି କ'ଣ କଲି, 2 ଡାଳ ଭୃଷଙ୍ଗ ପତ୍ର ଦେଇଦେଲି। ଯେହେତୁ ବିନା ପିଆଜ ରସୁଣରେ ହେଉଛି, ସେଥିପାଇଁ ଭୃଷଙ୍ଗ ପତ୍ରଟା ଦେଲେ ତରକାରୀଟା ଟିକେ ବାସ୍ନା ହେବ। ଭୃଷଙ୍ଗ ପତ୍ର ଫୁଟି ଆସିଲା ପରେ ଆଳୁ ତକ ସବୁ ପକାଇଦେବା। ତା ଦେହରେ ଆମେ ଆଗ ଆଳୁକୁ ଭଲସେ ଭାଜି ନେବା। ଭାଜି ଆସିଲା ବେଳକୁ କ'ଣ କରିବା, ତା ଦେହରେ ଚାମଚେ କାଶ୍ମୀରୀ ଲଙ୍କାଗୁଣ୍ଡ ପକାଇଦେବା। କାଶ୍ମୀରୀ ଲଙ୍କାଗୁଣ୍ଡଟା ପକାଇଲେ ତରକାରୀଟା ଲାଲ ଲାଲ ଆସିବ। ଏବେ ଅଳ୍ପ ଟିକେ 2 ମିନିଟ୍ ଖଣ୍ଡେ ଭାଜି ନେଇକି ତା ଦେହରେ ପକାଇଦେବି ହଳଦୀ ଚାମଚେ, ପକାଇକି ତାକୁ ଗୋଳେଇଦେବି। ଏବେ କ'ଣ କରିବି, ତା ଦେହରେ ଦେଇଦେବି ଗାଜର ଯେଉଁ 2ଟା କାଟିକି ରଖିଥିଲି। ଗାଜରକୁ କାଟିକି ରଖିଥିବା ଗାଜରକୁ ଗୋଳେଇ ଦେଇକି ତାପରେ କ'ଣ କରିବି, ଅଳ୍ପ ଟିକେ ପାଣି ଦେବି। ପାଣି ଦେଇଦେଲେ କ'ଣ ହେବ ନା, ତା ଦେହରେ ଗାଜର ଆଳୁ ସବୁ ଧୀରେ ସେ ସିଝିଯିବ। ଆଞ୍ଚକୁ ସବୁବେଳେ ସିମ୍ ରଖିଦେବେ। ଏବେ କ'ଣ କରିବା, ତା ଦେହରେ ଦେଇଦେବା ଗୋଟେ ବଡ଼ ଚାମଚ ଅଦା, ଚୁନ ଚୁନକି କାଟିକି ରଖିଥିବା ଅଦା, ବୋଟା ଅଦା ଦେବେନି, ଚୁନ ଚୁନ କାଟିକି ଅଦା ରଖିଥିବା ଦେଲେ ବେଶୀ ଟେଷ୍ଟ ଆସିବ। ଏବେ କ'ଣ କରିବା, ତାକୁ ଏମିତି ସିମ୍ରେ ତ ଭାଜିବା ଘୋଡ଼େଇ ଘୋଡ଼େଇକି। ଦେଖନ୍ତୁ ମୁଁ କ'ଣ କରିଛି, 2 ଘଣ୍ଟା ହେଲାଣି ବୁଟ ଡାଲି କପେ ବତୁରେଇ ଦେଇଥିଲି, କାରଣ କୋବିରେ ଟିକେ ବୁଟ ଡାଲି ପକାଇଲେ ଭାରି ବଢ଼ିଆ ଲାଗେ। ଏବେ କ'ଣ କରିବା, ସେ ବୁଟ ଡାଲି ଗୁଡ଼ାକ ଛାଣିକି ଆମେ କ'ଣ କରିବା, ସେଇ ପରିବାରେ ସବୁ ପକାଇ ନେବା। ପକାଇକି କ'ଣ କରିବା, ଆମେ ସ୍ଲୋ ଆଞ୍ଚରେ ଭଲସେ ଧୀରେ ସେ ଧିମି ଆଞ୍ଚରେ ତାକୁ ଧୀରେ ଧୀରେ କରି କଷିବା। କାରଣ ବୁଟ ଡାଲିଟା ଯେହେତୁ ଅଧିକ ସମୟ ଟିକେ ସିଝିବ, ଆମେ ଦର ସିଝା ହେବା ପାଇଁ ଛାଡ଼ିବା। ଟିକେ ଯଦି ପାଣି ଲାଗିବ ତାହେଲେ ଅଳ୍ପ ଟିକେ ପାଣି ଦେଇଦେବେ, ନହେଲେ ଯଦି ପାଣି ବାହାରିବ ସିମ୍ରେ କଷି ନେବେ। ଏବେ ଦେଖନ୍ତୁ ମୁଁ ସିମ୍ରେ କଷି ନେଉଛି। ଦେଖନ୍ତୁ ଟିକେ ହେଇ ଆସିଲାଣି। ଏବେ ମିନିମମ୍ ଆପଣଙ୍କୁ 15ରୁ 20 ମିନିଟ୍ ଲାଗିବ, ଯେହେତୁ ବୁଟ ଡାଲିଟା ସିଝିବା ପାଇଁ। ଏବେ ହେଇ ଆସିଲାଣି। ଆମେ କ'ଣ କରିବା, ଏଇ ସମୟରେ ଦବା ରଖିଥିବା ଗ୍ରୀନ୍ ମଟରକୁ। ଗ୍ରୀନ୍ ମଟରକୁ ତା ଦେହରେ ଦେଇଦେବା। ଦେଇସାରିଲା ପରେ ମୁଁ ରଖିଛି ଭେଜ୍ ମସଲା, ହୋମମେଡ଼୍ ଭେଜ୍ ମସଲା। ଆପଣ ଯଦି ଚାହୁଁଥିବେ ଦେଖିବା ପାଇଁ, ମୁଁ ଅନ୍ନପୂର୍ଣ୍ଣା ବ୍ଲଗ୍ରେ ଯାଇ ସର୍ଚ୍ଚ କରି ଦେଖିପାରିବେ। ହୋମମେଡ଼୍ ମସଲା ମାନେ ଯେପରିକି ଜିରା, ଧନିଆ, କାଶ୍ମୀରୀ ଲଙ୍କା, ଆଉ ଡାଲଚିନି, ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଏମିତି ସବୁ, ଶୁଖିଲା ଲଙ୍କା, ଏମିତି ସବୁ ମୁଁ ଉଷୁମେଇକି ଭାଜିକି ହୋମମେଡ଼୍ ମସଲା କରିକି ରଖିଛି। ସେ ମସଲାକୁ ଦେଇକି ଆମେ କ'ଣ କରିବା, ଧୀରେ ସେ ସିମ୍ ଆଞ୍ଚରେ ଭାଜିବା। ଅଳ୍ପ ଟିକେ ଟିକେ ପାଣି ଦେବା, କାହିଁକି ଯେହେତୁ ଆମେ ଶୁଖା ମସଲା ଭେଜ୍ ମସଲା ପକାଇଛେ। ଏବେ ଦେଖନ୍ତୁ ଭଲସେ ଗୋଳଉଥିବେ, କାରଣ ତଳୁ ଲାଗିଯିବାର ସମ୍ଭାବନା ଅଛି। ସବୁବେଳେ ଆଞ୍ଚକୁ ସିମ୍ ଦେଇଥିବେ। ଏବେ ଆମର ହେଇ ଆସିଲାଣି। ଆମେ କ'ଣ କରିବା, ଏଇ ସମୟରେ ପତ୍ରକୋବି ଗୁଡ଼ାକ ରଖିଥିବା ଯେଉଁ ଧୋଇକି ଛାଣିକି, ତାକୁ କ'ଣ କରିବା, ଅଳ୍ପ ଅଳ୍ପ ଦେଇକି ତାପରେ ଗୋଳେଇ ଦେଉଥିବା। ତାପରେ ଅଳ୍ପ ଦେଇକି ଏମିତି ସବୁଆଡ଼େ ଓଲଟ ପାଲଟ କରିକି ଆମେ ପତ୍ରକୋବିକି ତା ଦେହରେ ବୁଟ ଡାଲି ଆଉ ପରିବାରେ ମିକ୍ସ କରିକି ଭଲସେ ଗୋଳେଇ ନେବା। ଦେଖନ୍ତୁ ଏମିତି ମାନେ ଗୋଳେଇବେ, ଧୀରେ ଧୀରେ ଗୋଳେଇକି ସବୁ ମିକ୍ସ କରିନେବେ। ମିକ୍ସ କରି କ'ଣ କରିବେ, ତାକୁ ଢାଙ୍କୁଣିଟା ଦେଇ ଦେଉଥିବେ। ଢାଙ୍କୁଣି ଦେଇ ଘୋଡ଼େଇ ଘୋଡ଼େଇକି କଲେ କ'ଣ ହେବ, କୋବିଟା ଆମର ଧୀରେ ଧୀରେ ସିଝି ଯାଉଥିବ, ଏଣେ କଷି ହେଇଯାଉଥିବ। କାରଣ କଷି ହେଇକି ଯେତେ ଆମର ତରକାରୀଟା ହେବ, ସେତେ ଟେଷ୍ଟ ଲାଗିବ। ସିଝିଗଲେ କ'ଣ ହେବ, ତରକାରୀର ଟେଷ୍ଟ ଆସିବନି।
ଏବେ ଦେଖନ୍ତୁ କୋବିଟା ପୁରା କେତେ ଲସି ଯାଇଛି। ଏହି ସମୟରେ ଆମେ ଦେଇଦେବା ଲୁଣ, ଟେଷ୍ଟ ଅନୁସାରେ ଲୁଣ ଦେବେ। ଲୁଣକୁ ଦେଇକି ଏବେ ଗୋଳେଇ ନେଇକି ଢାଙ୍କୁଣୀଟି ଦେଇ ଦେଉଥିବେ। ଶ୍ରାବଣ ମାସରେ ଏମିତି ବିନା ପିଆଜ ରସୁଣରେ ଆପଣ ତରକାରୀ କରି ଖାଆନ୍ତୁ। ମୋ ଅନ୍ନପୂର୍ଣ୍ଣା ଚ୍ୟାନେଲକୁ ଆପଣ ନିଶ୍ଚୟ ସବସ୍କ୍ରାଇବ୍ କରିବେ ବୋଲି ମୋର ଆଶା ବିଶ୍ୱାସ। ଫେସବୁକ୍ରେ ଦେଖୁଥିଲେ ଆପଣ ନିଶ୍ଚୟ ଫଲୋ ତ କରିବେ। ଏବେ ଦେଖନ୍ତୁ ମୁଁ ଘୋଡ଼େଇ ଦେଇଛି। ଘୋଡ଼େଇ ସାରିଲା ପରେ 20 ମିନିଟ୍ ହେଲା ବେଳକୁ ଦେଖନ୍ତୁ ହେଇଗଲାଣି ତରକାରୀ ପୁରା ରେଡ଼ି। ବୁଟ ଡାଲି ପୁରା ସିଝି ଯାଇଛି, ହେଲେ ପୁରା ଗୋଟା ଗୋଟା ରହିଥିବ। এই ସମୟରେ ଆମେ କ'ଣ କରିବା, ଗରମ ମସଲା ଦେଇଦେବା। ଗରମ ମସଲା ଦେଇକି ଭଲସେ ଆମେ କ'ଣ କରିବା, ଗୋଳେଇ ନେବା। ଗୋଳେଇ ସାରିଲା ପରେ ଆପଣ ନିଶ୍ଚୟ ଧନିଆ ପତ୍ର ପକାଇବେ। ମୁଁ କିନ୍ତୁ ଧନିଆ ପତ୍ର ଯେହେତୁ ସମସ୍ତେ ତ ଧନିଆ ପତ୍ର ଭଲ ପାଆନ୍ତିନି ଖାଇବା ପାଇଁ, ସେଥିପାଇଁ ମୁଁ ଧନିଆ ପତ୍ର ପକାଇଲିନି। ହେଲେ ଏମିତି ଯଦି ତରକାରୀ କରିବେ ତେଣୁ ହାତ ଚାଟିକି ନିଶ୍ଚୟ ଖାଇବେ, ଆଉ ମୋ କଥାକୁ ନିଶ୍ଚୟ ମନେ ପକାଇବେ। ଆପଣ ଦେଖନ୍ତୁ କେତେ ବଢ଼ିଆ ତରକାରୀଟି ହେଇଯାଇକି ଆକୁ ଭାତ, ରୁଟି, ପରଟା ସବୁଥିରେ, ପୁରୀ ସବୁଥିରେ ଖାଇପାରିବେ। ମୁଁ ଅନ୍ନପୂର୍ଣ୍ଣା ରହୁଛି। ନମସ୍କାର।